ଆଜିର ରାଶିଫଳ ନଭେମ୍ବର ମାସ 26 ତାରିଖ 2025 ମସିହା ବୁଧବାର ଶୁଭ ସକାଳ ମାର୍ଗଶିର ମାସ ଶୁକ୍ଳପକ୍ଷେ ତିଥି 11:55 ଗତେ ସପ୍ତମୀ ନକ୍ଷତ୍ର ଶ୍ରବଣ 2:15 ଗତେ ଧନିଷ୍ଠା ଚନ୍ଦ୍ର ମକର ଯୁଗ ବୃଦ୍ଧି ସୂର୍ଯ୍ୟୋଦୟ ସମୟ 6:06 ସୂର୍ଯ୍ୟାସ୍ତ ସମୟ 5:03 ସିଂହ ରାଶିର ଘାତ ଚନ୍ଦ୍ର କର୍କଟ ରାଶିର ଘାତ ବାର କାଳ ବେଳା 8:49 ଗତେ 10:12 ବାର ବେଳା ଦିବା 11:34 ଗତେ 12:56 ମଧ୍ୟ। ଏହିସବୁ ସମୟରେ ଯେକୌଣସି କାର୍ଯ୍ୟ କଲେ ଅଶୁଭ ହୋଇଥାଏ। 6:54 ମଧ୍ୟ 7:41 ଗତେ 8:30 ମଧ୍ୟ ରାତ୍ରି 5:52 ଗତେ 6:40 ମଧ୍ୟ 6:55 ଗତେ 7:39 ମଧ୍ୟ 2:05 ଗତେ 4:29 ମଧ୍ୟ। ଏହିସବୁ ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ। ନିମ୍ବ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା। ଆପଣ ଦିନ ରହିଛି କେମିତି ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ପାଇଁ ଆପଣଙ୍କ ପରିବାରର ସମ୍ପର୍କୀୟମାନେ ଉପସ୍ଥିତ ହେବେ ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ସାହସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ। ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି, ଯାହାକି ଆପଣଙ୍କ ନିଜ ନିର୍ଣ୍ଣୟ ଅନ୍ୟମାନଙ୍କ ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ୱ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଆତ୍ମୀୟମାନେ ଆପଣଙ୍କୁ ସାହାଯ୍ୟ କରିବେ। ସେମାନେ ଛୋଟ ଛୋଟ ଚେଷ୍ଟା ଆପଣ ମନକୁ ଛୁଇଁଯିବ। ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ସମସ୍ୟା ପଡ଼ିଛନ୍ତି, ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ। ଆପଣ ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ପୁତ୍ରମାନେ ଆଗେଇ ଆସିବେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଧନ ଲାଭ ହେବ ସହ ଆପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ନିଜର ଚେଷ୍ଟା ଓ ସ୍ନେହ ବଳରେ ଆପଣଙ୍କୁ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ। ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ, ନିଜକୁ କୃତାର୍ଥ ମନେ କରିବେ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଯେଉଁ ଲୋକଙ୍କ ସହିତ ଚାଲୁଛନ୍ତି ସେହି ଆପଣଙ୍କ କଳିକଜିଆ ଆଉ ଶେଷ କରିପାରିବ। କୌଣସି ଘରୋଇ କଳିକଜିଆ ଯେଉଁଟାକି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତି କାରଣ ହୋଇଥିଲା ଏବଂ ଶେଷ ହୋଇଯିବ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ମନ କରିବ ଯେ ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତୀତ କରନ୍ତୁ। ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିଶା କରିବାର ସୁଯୋଗ ମିଳିବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ। ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ, କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିବ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଖୁସି ମନାଇବା ପାଇଁ କିମ୍ବା ବ୍ୟବସାୟୀ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି, କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାର ସଂକେତ ଅଛି। ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନା ପରିବର୍ତ୍ତନ କରିପାରନ୍ତି। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସମୟରେ ନିଜ ସାଙ୍ଗ ସାଙ୍ଗରେ କୌଣସି କଳିକଜିଆ କରନ୍ତୁ ନାହିଁ। ବୋଧହୁଏ ସମସ୍ତେ ଚିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ପ୍ରତି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବୃଦ୍ଧିର କାମ ଅଟେ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରିବେ। ମନେ ରଖ, ଜୀବନର ପ୍ରତ୍ୟେକ ଜିନିଷ ସନ୍ତୁଳିତ ହେବା ଆବଶ୍ୟକ ଅଟେ। ଏଥିପାଇଁ ଆବଶ୍ୟକ ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି। ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ। ଆପଣ ଏହି ସମୟ ପୁରୁଣା ବା ମିଠା ସ୍ମୃତିକୁ ମନେ ପକାଇ ପରସ୍ପରକୁ ଗୁରୁତ୍ୱ ଦେବା ଉଚିତ ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।